ଶ୍ରୀକୃଷ୍ଣ ଏବଂ ବଳରାମ ଯେତେବେଳେ ଗୁରୁ ସାନ୍ଦୀପନିଙ୍କ ଆଶ୍ରମରେ ଶିକ୍ଷା ସମାପ୍ତ କଲେ, ସେତେବେଳେ ସେମାନେ ଗୁରୁ ଦକ୍ଷିଣା ଦେବାକୁ ଚାହିଁଲେ। ଗୁରୁଙ୍କର ପୁତ୍ର ପ୍ରଭାସ ତୀର୍ଥ ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିଲା। ଗୁରୁ କୃଷ୍ଣଙ୍କୁ ଗୁରୁ ଦକ୍ଷିଣା ସ୍ୱରୂପ ନିଜ ପୁତ୍ରକୁ ଫେରାଇ ଆଣିବାକୁ କହିଲେ। ସେହି ସମୟରେ ସମୁଦ୍ର ଗର୍ଭରେ ପଞ୍ଚଜନ ନାମକ ଏକ ଭୟଙ୍କର ଅସୁର ରହୁଥିଲା, ଯିଏ ଏକ ବିଶାଳ ଶଙ୍ଖ ଭିତରେ ବାସ କରୁଥିଲା। ସେହି ଅସୁର ହିଁ ଗୁରୁଙ୍କ ପୁତ୍ରକୁ ହତ୍ୟା କରିଥିଲା। ଶ୍ରୀକୃଷ୍ଣ ସମୁଦ୍ର ଭିତରକୁ ଯାଇ ସେହି ଅସୁର ସହ ଯୁଦ୍ଧ କରି ତାକୁ ବଧ କଲେ। ସେହି ଅସୁରର ଶରୀରରୁ ଯେଉଁ ଦିବ୍ୟ ଶଙ୍ଖ ବାହାରିଲା, ତାହାର ନାମ ହେଲା ପାଞ୍ଚଜନ୍ୟ। ତାପରେ କୃଷ୍ଣ ସେ ପଞ୍ଚଜନ୍ୟ ଶଙ୍ଖ ସହିତ ଯମପୁରକୁ ଗଲେ ଏବଂ ସେଠାରୁ ସନ୍ଦୀପନିଙ୍କ ପୁତ୍ରକୁ ଫେରାଇ ଆଣିଲେ। ଯେତେବେଳେ ଶ୍ରୀକୃଷ୍ଣ ପାଞ୍ଚଜନ୍ୟ ବଜାଉଥିଲେ, ସେହି ଶବ୍ଦ ପୃଥିବୀ ଏବଂ ଆକାଶକୁ ଥରାଇ ଦେଉଥିଲା।